आज डिसेम्बर 31 लास्ट दिन ये डिसेम्बर 31 रे एक नुआ जगह बुली जीवा এবং ସେ ଜାଗାଟି ମୁଁ କହିବିନି ଭିଡ଼ିଓ ଶେଷରେ ଆପଣ ଜାଣିପାରିବେ। ହଁ ଦର୍ଶକ ବନ୍ଧୁ ଆପଣ ନିହାତି ଜାଣିପାରିବେ ଯେ ଆମେ କେଉଁଠି ଯାଉଛୁ କାହିଁକି ନା ଆପଣ ଜଣେ ଜଣେ ବୁଦ୍ଧିମାନ ବୁଦ୍ଧିଜୀବୀ ମଧ୍ୟ ରାସ୍ତା ଦେଖିକିରି ଆପଣ ଜାଣିପାରିବେ କାହିଁକି ନା ଆପଣ ଜଣେ ଜଣେ ଖାଣ୍ଟି କେନ୍ଦୁଝରିଆ ଆଉ କେଉଁଝର ରାସ୍ତାଘାଟ ଆପଣ ଜାଣିପାରିବେ ନା ନିହାତି ଜାଣିପାରିବେ। ଏ ହେଉଛି କେଉଁଝର ଜିଲ୍ଲାର ପୋଖରୀ ଭିତରେ ଯେଉଁ ମନ୍ଦିର ଅଛି ସେ ମନ୍ଦିର ରାଜା ଅମଳରୁ ଏଇଟା ହୋଇ ଆସିଛି ଏବଂ ତା ଆଗରେ ଟୋଲଗେଟ୍ ରହିଛି। ଟୋଲଗେଟ୍ ଆମେ ପାର ହେବା, ପାର ହେଇସାରିଲା ପରେ ଆମେ ପହଞ୍ଚିଗଲେ ସିଧାସଳଖ ଘଟଗାଁରାଣୀ ମା ତାରିଣୀ ପାଖକୁ। ଜଗତ ଜନନୀ ସେଇ ନଡ଼ିଆରାଣୀ ସେଇ ମା ତାରିଣୀ ଘଟଗାଁକୁ ଆଜି ଶେଷ ଦିନରେ 2024ର ଶେଷ ଦିନରେ ଆମେ ଦର୍ଶନ କରିବା ପାଇଁ ଆସିଥିଲୁ। ଆମର ଟୁଆଁ ଟୁଇଁ ଚାଲିଛନ୍ତି ଦେଖୁଥିବେ ଏବଂ ଟୁଆଁ ଟୁଇଁ ମନ୍ଦିର ଭିତରକୁ ପଶୁଛନ୍ତି, ତା ସହିତ ମୁଁ ବି ପଶୁଛି କିନ୍ତୁ ମୋବାଇଲ ଏଲାଉ ନାହିଁ ଭିତରେ କାହିଁକିନା ମନ୍ଦିର ପ୍ରଶାସନ ତରଫରୁ ମୋବାଇଲ ଏଲାଉ କରିବା ପାଇଁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଥାଏ, ତେଣୁକରି ଆମେ ମୋବାଇଲ ଭିତରକୁ ପଶାଇ ନେଉ। ଦର୍ଶନ କରି ବାହାରିଲା ବେଳେ ଏଇଟା ମା ଦୁଆରେଶୁଣୀ ମନ୍ଦିର ଆପଣ ଦେଖିଥିବେ ଏହାକୁ ଆଗରୁ ମଧ୍ୟ ଏବଂ ଶିବ ମନ୍ଦିର ମଧ୍ୟ ଅଛି। ଓଁ ନମଃ ଶିବାୟ। ସତରେ 2024 ମସିହାର ଶେଷ ଦିନ ଆଜି। ଏହି ଶେଷ ଦିନ ଅବସରରେ ମୁଁ ଯେହେତୁ ଜଣେ ଖାଣ୍ଟି କେନ୍ଦୁଝରିଆ ଏବଂ ଆମର କେଉଁଝର ଇଷ୍ଟଦେବୀ ଯିଏକି ନଡ଼ିଆରାଣୀ ମା ତାରିଣୀ ତାଙ୍କ ଦର୍ଶନ ପାଇ ସତରେ ମୁଁ ଆଜି ବହୁତ ଖୁସି, ନିଜକୁ ବହୁତ ଗର୍ବ ମଧ୍ୟ କରୁଛି। ଏ ଦେଖୁଥିବେ ଆଜି କେତେ ଭିଡ଼, ଆଜି ହଜାର ହଜାର ସଂଖ୍ୟାରେ ମାଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନେ ଆସିଛନ୍ତି। ଜନସମୁଦ୍ର ପରି ଆଜି ଭକ୍ତ ମା ତାରିଣୀଙ୍କ ନିକଟରେ ଆଜି ପହଞ୍ଚିଛନ୍ତି ଏବଂ କିଛି ଭିଜୁଆଲ୍ ଆମେ ଆପଣଙ୍କୁ ଦେଖାଇବା ପାଇଁ ଚେଷ୍ଟା କରିଥିଲୁ ଯେଉଁ ସୁନ୍ଦର ସୁନ୍ଦର ଚିତ୍ର ଗଢ଼ା ହେଇଛି। ଥରୁଟିଏ ଆପଣ ବି ଏ ଚିତ୍ରକୁ ଦେଖନ୍ତୁ, ବହୁତ ଭଲ ଲାଗୁଛି ଦେଖିକି। ଦେଖିଲେ ତ ଦର୍ଶକ ବନ୍ଧୁ, ଆଜି ସକାଳେ ଯୋଉ ମୁଁ କହିଥିଲି ଆପଣ ମାନଙ୍କୁ ଏମିତି ଏକ ଜାଗା ଦେଖେଇବି, ସେ ଜାଗା ଆପଣ ହୁଏତ ଆଗରୁ ମଧ୍ୟ ଦେଖିଥିବେ କିନ୍ତୁ ଆଜି ଡିସେମ୍ବର ଲାଷ୍ଟ 31 ତାରିଖ ମୁଁ ଆପଣମାନଙ୍କୁ ସେଇ ମା ଜଗତ ଜନନୀ ମା ତାରିଣୀକୁ ଦର୍ଶନ କରିବା ପାଇଁ ଆଣିଥିଲି। ପୁଣି ଏଇଠୁ ଆମେ ଅନ୍ୟ ଏକ ଜାଗାକୁ ଯିବା। ଘଟଗାଁରୁ ଆମେ ସିଧା ବାହାରିଲୁ ଗୁଣ୍ଡିଚା ଘାଗି ଜଳପ୍ରପାତ, ସେଇ ଅଙ୍କାବଙ୍କା ରାସ୍ତା ଦେଇ ପହଞ୍ଚିଲୁ ଗୁଣ୍ଡିଚା ଘାଗି। ଏଠି ବି ଆଜି ପ୍ରବଳ ଭିଡ଼, କିନ୍ତୁ ଭିଡ଼ ଥିବା ସତ୍ତ୍ୱେ ମଧ୍ୟ ଏଠିକାର ଦୃଶ୍ୟ ଦେଖିଲେ ବହୁତ ଭଲ ଲାଗୁଛି। ଦେଖନ୍ତୁ ଆପଣମାନେ ବି ଉପଭୋଗ କରନ୍ତୁ। ଏ ହେଉଛି ଦୃଶ୍ୟ ଗୁଣ୍ଡିଚା ଘାଗିର ୱାଟରଫଲ୍ ବା ଜଳପ୍ରପାତ କହନ୍ତି। ଏ ଭିଡ଼ିଓଟି ଦେଖୁଥିବେ ଦୂରରୁ ନିଆଯାଇଛି, ଦୂରରୁ ମଧ୍ୟ ବହୁତ ସୁନ୍ଦର ଲାଗୁଛି ଦେଖିଲେ। ଏଠିକାର ଭିଡ଼ିଓ ଦେଖି ଲାଗୁଛି ମକର ମେଳାରେ ବୁଲିବାକୁ ଆସିଲା ପରି ଲାଗୁଛି। ହଁ, ଏଇ ଜାଗା କିନ୍ତୁ ମୁଁ କହିବି ନାହିଁ, ଆପଣମାନଙ୍କୁ ସମସ୍ତଙ୍କୁ ଜଣା ଏ କେଉଁ ଜାଗାରେ ଅବସ୍ଥିତ। ଏଇ ଯେଉଁ ଡ୍ୟାମ୍ ଦେଖୁଛନ୍ତି କେଉଁଠି ଅଛି ଏହା କମେଣ୍ଟ ମାଧ୍ୟମରେ ମୋତେ ଜଣାନ୍ତୁ। ଏହାର ଏଇ ଡ୍ୟାମ୍ର ନାଁ କ'ଣ ଏବଂ କେଉଁ ଜାଗାରେ ଅବସ୍ଥିତ। ଏଥିସହ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ ସେୟାର ମଧ୍ୟ କରନ୍ତୁ। ଜୟ ଜଗନ୍ନାଥ, ଜୟ ମା ତାରିଣୀ। ପବିତ୍ର ମକର ସଂକ୍ରାନ୍ତି ଏବଂ ଇଂରାଜୀ ନବବର୍ଷ ଉପଲକ୍ଷେ ଆପଣମାନଙ୍କୁ ସମସ୍ତଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ। ମହାପ୍ରଭୁ ଜଗନ୍ନାଥ ଏବଂ ଜଗତ ଜନନୀ ମା ତାରିଣୀଙ୍କ ଠାରେ ପ୍ରାର୍ଥନା କରୁଛି ଆପଣଙ୍କର ଚଲାପଥ କୁସୁମିତ ହଉ।